ଗୋଟେ କପ୍ ମୁଗ ଡାଲିରେ ବନାନ୍ତୁ ଗୋଟେ ନୂଆ ପ୍ରକାରର ମିଠା। ଘରେ ସମସ୍ତଙ୍କୁ ଖୁଆଇବେ ଆଉ ସମସ୍ତେ ମଧ୍ୟ ଖୁସି ହେଇଯିବେ। ଆଉ ତା ଭିତରେ ଆପଣ ଦେବେ ନଡ଼ିଆ ଆଉ ଗୁଡ଼ର ପୁର। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ ଗ୍ୟାସ୍ ଅନ୍ କରିକି ପ୍ୟାନ୍ ବସାଇବେ ଆଉ ସେଥିରେ ଅଧା କପ୍ ଗୁଡ଼ର ପାଉଡ଼ର ନେବେ ଆଉ ଗୋଟେ ମିଡ଼ିୟମ୍ ସାଇଜ୍ର ନଡ଼ିଆକୁ ଭାଙ୍ଗିକି ତାକୁ ଏମିତି ଗ୍ରେଟ୍ କରିବେ, ନହେଲେ ଗ୍ରାଇଣ୍ଡରରେ ମଧ୍ୟ ଗ୍ରାଇଣ୍ଡ କରିପାରିବେ। ତାକୁ ଆପଣ ଟିକେ ହାଲକା ଭାଜିବେ ଯେପର୍ଯ୍ୟନ୍ତ ସେଟା ଟିକେ ଡ୍ରାଏ ନ ହେଇଛି। ବାସ୍ନା ପାଇଁ ଗୁଜୁରାତି 2ରୁ 3ଟା ତାକୁ ଛେଚିକି ଏମିତି ପକାଇଦେବେ। ବର୍ତ୍ତମାନ ଦେଖନ୍ତୁ ଆମର କୋରାଟା ଟିକେ ଡ୍ରାଏ ହେଇ ଆସିଲା। ବର୍ତ୍ତମାନ ତାକୁ ସାଇଡ଼୍ କରିଦେବେ। ସେଇ ପ୍ୟାନ୍ରେ ମୁଁ ନେଇଛି ଗୋଟେ କପ୍ ମୁଗ ଡାଲି ଆଉ ସେଟା ଟିକେ କଞ୍ଚା ଅଛି, ତାର କଞ୍ଚା ବାସ୍ନା ଗଲା ପର୍ଯ୍ୟନ୍ତ ତାକୁ ଭାଜିବେ। ତାପରେ ପ୍ରେସରରେ 1.5 କପ୍ ମାନେ ଗୋଟେ କପ୍ ମୁଗ ପାଇଁ 1.5 କପ୍ ପାଣି ଦେଇକି ସେଥିରେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେବେ ଆଉ ତାକୁ ପ୍ରେସରରେ ସିଟି ଦେଇଦେବେ 3ଟା ହୁଇସିଲ୍ ପର୍ଯ୍ୟନ୍ତ। 3ଟା ହୁଇସିଲ୍ ପରେ ଦେଖନ୍ତୁ ଏମିତି ପୁରା ଶୁଖା ଶୁଖା ହେଇଥିବ କିନ୍ତୁ ସିଝି ଯାଇଥିବ, ଏଇଭଳିଆ ହେଇଥିବ। ତ ଏବେ ତାକୁ କ'ଣ କରିବା ନା ପ୍ରେସର କୁକରରୁ କାଢ଼ି ଦେଇକି ଗ୍ରାଇଣ୍ଡରରେ ଜାର୍ରେ ଦେବା। ମନେ ରଖନ୍ତୁ ଯେବେ ଗ୍ରାଇଣ୍ଡ କରିବେ ତାକୁ ଥଣ୍ଡା ହେଲା ପରେ ହିଁ ଗ୍ରାଇଣ୍ଡ କରିବେ ବିନା ପାଣିରେ। ଯଦି ଦରକାର ପଡ଼ୁଛି ବହୁତ କଷ୍ଟରେ ଆପଣଙ୍କୁ 2ରୁ 3 ଚାମଚ ଦେବେ, ସେତିକି। ନହେଲେ ପାଣି ନ ଦେଇକି ଯଦି ହେଇପାରୁଛି ତାହେଲେ ବହୁତ ଭଲ କଥା। ମୋତେ 2ରୁ 3 ଚାମଚ ଦେବାକୁ ପଡ଼ିଥିଲା। ଦେଖନ୍ତୁ ଏମିତି ଗୋଟେ ଫାଇନ୍ ପେଷ୍ଟ ବନିଯିବ। ଏବେ କ'ଣ କରିବା ନା ପୁଣି ଗ୍ୟାସ୍ ଅନ୍ କରିକି ପ୍ୟାନ୍ ବସାଇବା ଆଉ ସେଥିରେ 1.5 ଚାମଚ ଭଳିଆ ଘିଅ ଦେବେ ଆଉ ଯେଉଁ ଗ୍ରାଇଣ୍ଡ କରିକି ମୁଗ ଭଜାଟାକୁ ରଖିଥିଲେ ତାକୁ ଏଇଠି ପକାଇଦେବେ। ଆଉ ମୁଗକୁ ଏମିତି ଟିକେ ଭଲସେ ମିଶାଇ ଦେବେ। ତା ସହିତ ବାଇଣ୍ଡିଙ୍ଗ ପାଇଁ ମୁଁ ନେଇଛି 1 କପ୍ ରାଇସ୍ ଫ୍ଲୋର୍, ମାନେ ଚାଉଳର ଚୁନାଟା ଆପଣ ନେବେ। ଯଦି ଘରେ କରିକି ଚାଉଳ ଚୁନା କରୁଛନ୍ତି ଭଲ କଥା, ନାଇଁ ମାର୍କେଟର କିଣା ନେବେ ତାହେଲେ ମଧ୍ୟ ଚଳିବ। ମୋର ଏଇଟା ମାର୍କେଟର। ଆଉ ଏବେ 2ଟା ଯାକକୁ ଭଲସେ ମିଶାଇ ଦେବେ। ଗ୍ୟାସ୍ର ଫ୍ଲେମ୍ ଆପଣ ଲୋରେ ରଖିବେ, ନହେଲେ ଲାଗିଯିବ। ତ ସେଇଟା ପୁରା ମିକ୍ସ ହେଇଗଲା ପରେ ଆପଣ ତଳେ ଏମିତି ତାକୁ ଟିକେ ଭଲସେ ମିଶାଇ ଦେବେ। ଦେଖନ୍ତୁ ଏମିତି ପୁରା ଅଟାର ଡୋ ଭଳିଆ ହେଇଯିବ। ଆଉ ସେଇଥିରୁ ଅଳ୍ପ ଅଳ୍ପ ନେଇକି ତାକୁ ହାତରେ ଚକଟି ଏମିତି କାକରା ଭଳିଆ ଯେଉଁ ସେପ୍ କରିଦେବେ ବଢ଼ିଆ ସେ। ଆଉ ତା ଭିତରେ ଯେଉଁ ନଡ଼ିଆ ଗୁଡ଼ଟା ଯେଉଁ ଆମେ ପୁରଟା ବନେଇକି ରଖିଥିଲେ ତାକୁ ଏଇଠି ଏମିତି ଲମ୍ବା ଲମ୍ବା ସେପ୍ରେ ରଖିବେ। ଦେଖନ୍ତୁ ଆପଣଙ୍କର ହିସାବରେ ଆପଣ ସେପ୍ କରିବେ। ଗୋଲ ଚାହିଁଲେ ଗୋଲ କରିପାରିବେ, ଏମିତି ଚାହିଁଲେ କରିପାରିବେ, ନହେଲେ ଯଦି ମାନେ କରଞ୍ଜି ପିଠା ଯେଉଁ ସେପ୍ର ସେମିତି ମଧ୍ୟ କରିପାରିବେ। ସେପ୍ ଆପଣଙ୍କ ହିସାବରେ ଆପଣ ଦେବେ। ଆଉ ତାକୁ ଏମିତି ଭଲସେ ଆପଣ ଲଗାଇ ଦେବେ। ପାଣି ଦେବା କିଛି ଦରକାର ନାହିଁ। କିନ୍ତୁ ଯଦି ଆପଣ ଜନ୍ତୁଣିଟା ଟିକେ ସମୟ ରଖୁଛନ୍ତି, ମାନେ ଆଉ ଘଣ୍ଟେ 2 ଘଣ୍ଟା ପରେ ରଖିକି କରୁଛନ୍ତି, ତାହେଲେ ଆପଣଙ୍କୁ ହାଲକା ହାତରେ ପାଣି ଦେଇକି, ମାନେ ପାଣି ଦେଇକି ଚକଟିବେନି, ହାତ ଆପଣଙ୍କର ପାଣି ହେଇକି ଆପଣ ଚକଟିବେ। ଏଇଭଳିଆ ଆପଣଙ୍କର ବନିବ। ଏମିତି ସବୁ ଗୋଟା ଗୋଟା କରିକି ପ୍ରଥମେ ଆପଣ ବନେଇକି ସାଇଡ଼୍ କରିଦେବେ। ମୋର ଦେଖନ୍ତୁ ଗୋଟେ କପ୍ରେ ଟୋଟାଲ୍ ଏତିକି ହେଲା, 8ଟା ହେଲା। ଆପଣଙ୍କର ଛୋଟ ବଡ଼ ହେଇ ହିସାବରେ ସେଇ 8-9 ଭିତରେ ହେବ। ଏବେ ଆମେ ଶିରା ପାଇଁ ନେଇଛି 3/4 କପ୍ ଭଳିଆ ଚିନି ନେଇଛି ଆଉ 1 କପ୍ ପାଣି ନେଇଛି। ତାକୁ ପ୍ରଥମେ ଏମିତି ଭଲସେ ଫୁଟେଇ ଦେଇଛି ଆଉ ସେଥିରେ କିଛି ନଡ଼ିଆ କୋରା ପକାଇଛି। ସେଇଟା ଟୋଟାଲି ଅପସନାଲ୍। ନଡ଼ିଆ କୋରା ଆପଣ ଚାହିଁଲେ ପକାଇ ପାରିବେ, ନହେଲେ ନାହିଁ। ଏବେ ଆପଣଙ୍କର ଆମେ ତାକୁ ଛାଣିବା। ତେଲ ପୁରା ଗରମ ହେଲା ପରେ ଆପଣ ପକାଇବେ ଆଉ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖିବେ। ଜମା ହାଇ କରିବେନି କି ଲୋ କରିବେନି। ଲୋ କଲେ ପିଠାଟା ପୁରା ମାନେ ଭଲସେ ସିଝିବନି। ଆଉ ପୁରା ଯଦି ହାଇ କରିଦେବେ ଆପଣଙ୍କର ବାହାରୁ କ୍ରିସ୍ପି ହେଇଯିବ, ଭିତରକୁ ଆପଣଙ୍କର ସିଝିବନି। ଦେଖନ୍ତୁ ପୁରା କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଆପଣ ତାକୁ ଛାଣିବେ ତେଲରେ। ତାପରେ ତେଲରୁ ବାହାର କଲା ପରେ ଚିନି ଶିରାରେ ପକାଇବେ। କିନ୍ତୁ ଚିନି ଶିରାରେ ଯେବେ ପକାଇବେ ହାଲକା ଉଷୁମ ଥିବ ଶିରାଟା, ସେବେ ପକାଇବେ। ଆର ଟେଷ୍ଟ ମୁଁ ଆପଣଙ୍କୁ କହୁଛି, ମାନେ ପୁରା କ୍ରିସ୍ପି ଟାଇପ୍ର ରହିବନି କି ଗୁଲାବଜାମୁ ଭଳିଆ ଏତେ ସଫ୍ଟ ରହିବନି, କିନ୍ତୁ ମିଡ଼ିୟମ୍ ରହିବ ଆଉ ଖାଇବା ପାଇଁ ବହୁତ ଭଲ ହିଁ ଲାଗେ। ଦେଖନ୍ତୁ ଏମିତି ଟିକେ ସମୟ ପକାଇକି ତାକୁ ଓଲଟ ପାଲଟ କରିଦେବେ। ମିନିମମ୍ 2 ଘଣ୍ଟା ଆପଣଙ୍କୁ ରଖିବାକୁ ପଡ଼ିବ। ଏମିତି ଆସ୍ତେ ଆସ୍ତେ ଶିରାଟା ସେ ସୋକ୍ କରି ନେବ ଆଉ ଆପଣଙ୍କର ପିଠା ଏତେ ଟାଣ ରହିବନି। ଦେଖନ୍ତୁ ଏଇଭଳିଆ ହେବ। ଆଉ ଖାଇବା ପାଇଁ ସତରେ ବହୁତ ହି ଭଲ ଲାଗେ। ଆପଣ ଘରେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆପଣଙ୍କର କେମିତି ବନିଲା ମୋ ସହିତ ଥରେ ସେୟାର କରନ୍ତୁ। ଦେଖନ୍ତୁ ମୁଁ ଆପଣଙ୍କୁ ଭାଙ୍ଗିକି ଦେଖାଉଛି। ଏଇଭଳିଆ ହେବ ଆପଣଙ୍କର। ଭାଙ୍ଗିଲେ ପୁରା ଖଡ଼କିନା ସାଉଣ୍ଡ ହେବ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି।